ओम शांति। आज साकार महावाक्य 12/9/2025। मधुर संतान माने तुमर पाठपढ़ार सबुकिछि जोग उपरे निर्भर करुछि, कारण जोग द्वारा ही आत्मा पवित्र होइथाए एवं विकर्म विनाश होइथाए। प्रश्न: केतेक संतान बाबांकर होई सारिबा परे पुणी हाथ छाड़ी देउछन्ति, एहार कारण कौन? उत्तर: एके बाबांको संपूर्ण भावरे न चिन्हि पारिबा कारणरू बा पूरा निश्चय बुद्धि न हेबा कारणरू 8-10 वर्ष परे मध्य बाबांको छाड़पत्र दे देउछन्ति बा हाथ छाड़ी देउछन्ति, जहाद्वारा तांकर पद भ्रष्ट होई जाउछि। दुईरे कुदृष्टि रहिबा द्वारा मायार ग्रहचारी आसी जाउछि, अवस्था तळ उपर हेउछि, सेतिपई मध्य पाठ पढ़ा बंद होई जाउछि। ओम शांति। धारणा पाई मुख्य सारांश 1 नंबर, एही पुरुषोत्तम जुगरे स्वर्गर देवी देवता हेबार पाठ पढ़ी निजकु योग्य कराइबाकु हेबो। पुरुषार्थरे केबे भी निराश हेबार नाही। 2 नंबर, ए बेहदर खेଳରେ प्रत्येक अभिनेतांकर पार्ट एवं पोजिशन अलग अलग अटे। ଯାହାର ଯେପରି ପୋଜିସନ୍ ଅର୍ଥାତ୍ ପଦ ରହିଛି ତାକୁ ସେହିପରି ସମ୍ମାନ ମିଳୁଛି। ଏହି ସବୁ ରହସ୍ୟକୁ ବୁଝି ବିଶ୍ୱର ଇତିହାସ ଭୂଗୋଳକୁ ସ୍ମରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ବରଦାନ: ବାବାଙ୍କର ପ୍ରତ୍ୟେକ ଶ୍ରୀମତର ପାଳନା କରୁଥିବା ସଚ୍ଚା ସ୍ନେହୀ ସଚ୍ଚା ପ୍ରେମିକା ହୁଅ। ଯେଉଁ ପିଲାମାନେ ସଦାସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ଲଭ୍ଲିନ୍ ହୋଇ ରହିଥାନ୍ତି, ସେମାନଙ୍କୁ ବାବାଙ୍କର ପ୍ରତି କଥା ପ୍ରିୟ ଲାଗିଥାଏ। ତେଣୁ ସେମାନଙ୍କର ସବୁ ପ୍ରଶ୍ନ ସମାପ୍ତ ହୋଇଯାଇଥାଏ। ବ୍ରାହ୍ମଣ ଜନ୍ମର ମୂଳଦୁଆ ହିଁ ସ୍ନେହ ଅଟେ। ଯେଉଁମାନେ ସ୍ନେହୀ ଏବଂ ପ୍ରେମିକା ଆତ୍ମା, ସେମାନଙ୍କୁ ବାବାଙ୍କର ଶ୍ରୀମତକୁ ପାଳନ କରିବା ପାଇଁ ମୁସ୍କିଲର ଅନୁଭବ ହୋଇନଥାଏ। ସ୍ନେହ ଥିବା କାରଣରୁ ସେମାନଙ୍କ ଭିତରେ ସର୍ବଦା ଏହି ଉମଙ୍ଗ ରହିଥାଏ ଯେ ବାବା ଯାହା ସବୁ କହିଛନ୍ତି ତାହା ମୋ ପାଇଁ ହିଁ କହିଛନ୍ତି, ତେଣୁ ମୋତେ ନିଶ୍ଚିତ କରିବାକୁ ହେବ। ସ୍ନେହୀ ଆତ୍ମାମାନେ ବିଶାଳ ହୃଦୟବାଲା ମଧ୍ୟ ହୋଇଥାନ୍ତି, ସେଥିପାଇଁ ସେମାନଙ୍କ ପାଇଁ ସବୁ ବଡ଼ କଥା ମଧ୍ୟ ଛୋଟ ହୋଇଯାଏ। ସ୍ଲୋଗାନ: କୌଣସି କଥାରେ ଅପମାନର ବା ଦୁଃଖର ଅନୁଭୂତି ହେବା ମଧ୍ୟ ଫେଲ୍ ହେବାର ଲକ୍ଷଣ। ଅବ୍ୟକ୍ତ ଇଶାରା: ଏବେ ଲଗନ ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଜ୍ୱାଳାସ୍ୱରୂପ ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର ଜ୍ୱାଳାକୁ ପ୍ରଜ୍ୱଳିତ କରି ରଖ। ଏହାର ସହଜ ବିଧି ହେଲା ସର୍ବଦା ନିଜକୁ ସାରଥି ଏବଂ ସାକ୍ଷୀ ମନେ କରି ଚାଲ। ଆତ୍ମା ଏହି ଶରୀର ରୂପୀ ରଥର ସାରଥି ଅଟେ। ଏହି ସ୍ମୃତି ସ୍ୱତଃ ହିଁ ଏହି ରଥଠାରୁ ବା କୌଣସି ପ୍ରକାରର ଦୈହିକ ଚେତନାଠାରୁ ନିଆରା କରିଦେଇଥାଏ ଏବଂ ସମସ୍ତ କର୍ମେନ୍ଦ୍ରିୟ ନିଜର ନିୟନ୍ତ୍ରଣରେ ରହିଥାନ୍ତି। ମନ, ବୁଦ୍ଧି, ସଂସ୍କାର ରୂପୀ ସୂକ୍ଷ୍ମ ଶକ୍ତିଗୁଡ଼ିକ ମଧ୍ୟ ଶୃଙ୍ଖଳିତ ଭାବରେ ରହିଥାନ୍ତି। ଓମ୍ ଶାନ୍ତି।